ଶ୍ରୀମନ୍ଦିର ହେଉଛି ବିଶ୍ୱ ବ୍ରହ୍ମାଣ୍ଡର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ନିଜର ସୁସ୍ଥମୟ ଜୀବନ ଜୀଇଁବା ଇଚ୍ଛାରେ କାହିଁ କେଉଁ ଅନତି ଦୂରରୁ ଜଗା ଦୁଆରକୁ ଦୌଡ଼ି ଆସନ୍ତି କୋଟି କୋଟି ଭକ୍ତ। ଆଜି ଖୋର୍ଦ୍ଧା ଅଞ୍ଚଳରୁ ଜଣେ ବୃଦ୍ଧା ମା ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଇଚ୍ଛା ଥିଲା ଶେଷ ଅବସ୍ଥାରେ ଟିକେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବେ। କୋଟି ଓଡ଼ିଆଙ୍କ ପ୍ରାଣପ୍ରିୟ ସେ ମହାବାହୁ। ଜୀବନ କାଳ ଶେଷରେ ସମସ୍ତଙ୍କ ଇଚ୍ଛା ଟିକେ ନିର୍ମାଲ୍ୟ ପାଇବେ ଆଉ କଳା ଶ୍ରୀମୁଖକୁ ଦର୍ଶନ କରିବେ। କଳା ଶାନ୍ତର ନାଲି ଅଧରରେ ସେ ଅପୂର୍ବ ହସ ଦେଖି ଆଖିରୁ ଦିଟୋପା ଲୁହ ଗଡ଼ାଇବେ। ତେବେ ଏହି ବୃଦ୍ଧା ମାଙ୍କର ସେ ଆଶା ଆଜି ସଫଳ ହୋଇଛି। ପରିବାର ଲୋକେ ବୃଦ୍ଧା ମାଙ୍କୁ ଧରି ଶ୍ରୀମନ୍ଦିରରେ ପହଞ୍ଚିଥିଲେ ଆଉ ପୁଲିସ ଓ ସେବକଙ୍କ ସହଯୋଗରେ ମାଙ୍କୁ ଦର୍ଶନ କରାଇଛନ୍ତି। ଏଭଳି ସେବା ବୋଧହୁଏ ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ। ଏହା ହିଁ ହେଉଛି ଜଗନ୍ନାଥ ସଂସ୍କୃତିର ଅନନ୍ୟ ସୁନ୍ଦରତା।